ମୁଁ ହିମାଂଶୁ ମହାନ୍ତି ବିଜେପି ଉପସଭାପତି ଆଙ୍ଗିସାଲେପୁର ଲୋକସଭା ଫାଉଣ୍ଡେସନ ଅଧ୍ୟକ୍ଷ। आज ଆପଣ ପଖାଳ ଦିବସ ପାଳନ କରୁଛନ୍ତି କ'ଣ କହିବେ ପଖାଳ ଦିବସ ପାଳନର ତାତ୍ପର୍ଯ୍ୟ କ'ଣ ଏବଂ ମହତ୍ଵ କ'ଣ? ଆମ ପ୍ରିୟ ଭଗବାନ ଜଗନ୍ନାଥ ଯିଏକି ଓଡ଼ିଆର ମୌଡ଼ମଣି, ସିଏ ସବୁବେଳେ ରାତିରେ ଶୋଇଲା ବେଳେ ଘିଅ ପଖାଳ ନ ଖାଇଲେ ଶୁଅନ୍ତି। ଆଉ ଆମେମାନେ ସମସ୍ତେ ହେଉଛେ ଜଗନ୍ନାଥ ପାଖରୁ ସମସ୍ତେ ହାତ ଯୋଡ଼ିଥିବା ଲୋକ। ସେ ଗରିବ ଲୋକ, ଜଗନ୍ନାଥ ଆପଣଙ୍କ ଯେତେ ଭଗବାନ, ସେ ଭଗବାନଙ୍କ ପାଖରେ ଆମେ ସବୁବେଳେ ହାତ ଯୋଡ଼ୁ। ଜଗନ୍ନାଥଙ୍କୁ କେହି କେବେ ଅବହେଳା କରନ୍ତି। ଗୋଟେ ଚାଷୀର କାମ ହେଉଛି ସେ ବିଲରେ ଯାଇ ଖଟି ଯେଉଁ ଚାଉଳଟି ଉତ୍ପାଦନ କରେ, ସେ ଚାଉଳକୁ ସମସ୍ତେ ପଖାଳ ଭାତରେ ଗୋଟେ ଆଳୁ ଚୁପ ପକାଇ ସକାଳୁ ଲୁଣ ଲଙ୍କା ଲଗାଇ ଖାଆନ୍ତି। ସେ ପଖାଳକୁ କେହି ଭୁଲି ପାରନ୍ତିନି। ଆମ ପଖାଳ ଯଦି ଗୋଟେ ଗଣ୍ଡା ଖାଆନ୍ତି ଆମେ ପେଟରେ ପଡ଼େ, ତାହେଲେ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ଭୋକ ହୁଏ ନାହିଁ। ସେମିତି ପ୍ରଭୁ ଜଗନ୍ନାଥଙ୍କର ପ୍ରିୟ ମଧ୍ୟ ପଖାଳ। ଆମେ ସବୁବେଳେ ସମସ୍ତେ ପଖାଳକୁ ଭଲ ପାଉ। ଆଜି ଏ ପରିବେଶକୁ ଆମେ ସୃଷ୍ଟି କରିବାର ଅର୍ଥ ହେଉଛି ଆମେ ଓଡ଼ିଆମାନଙ୍କ ପାଖରେ ମନରେ ମନ ପକାଇ ଦେଇଛୁ। ଆମେ ଆଜି ସୁସ୍ଥ ଅଛୁ, ପଖାଳ ମଧ୍ୟ ଖାଉଛୁ, ଆଗକୁ ମଧ୍ୟ ପଖାଳ ଖାଇବୁ, ସବୁବେଳେ ଭଲରେ ରହିବୁ। ପଖାଳ ଦିବସ ପାଳନ କରାହେଇଛି ଆଜି ଆମର ସାଲେପୁରରେ। ମାନେ ପଖାଳ ହେଉଛି ଓଡ଼ିଆର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସେଇ ପଖାଳ କଂସା ଭିତରେ ଓଡ଼ିଆର କେତେ ଯେ ଭାବାବେଗ ଥାଏ ସେଇଟା କେବଳ ଓଡ଼ିଆ ଲୋକ ହିଁ କହିପାରିବ। ପ୍ରଭୁ ଜଗନ୍ନାଥ ବି ସେଇ ପଖାଳରୁ ବାଦ୍ ପଡ଼ିନାହାନ୍ତି। ମହାଲକ୍ଷ୍ମୀ ତାଙ୍କୁ ପଖାଳ ଦେଇକିରି ଖୁସି କରେଇଥିଲେ। ପଖାଳ ପାଇଁ ପ୍ରତ୍ୟେକ ଓଡ଼ିଆ ତା ମନ ଭିତରେ ଗୋଟେ ଅଲଗା ପ୍ରକାରର ଆଶା ଓ ଆକାଂକ୍ଷା ଥାଏ। ଆଜି ସାଲେପୁରରେ ଆମର ପଖାଳ ଦିବସ ପାଳନ କରାଯାଇଛି। ଆମର ହିମାଂଶୁ ଭାଇ ତଥା ଆଉ ସମସ୍ତେ ମିଶିକି ଆଜି ଏଠି ପଖାଳ ଦିବସ ପାଳନ କରୁଛୁ। ମୁଁ ବି ସେଥିରେ ସାମିଲ ହେଇଛି। ଅନେକ ଖୁସି ଲାଗିଛି ମୋତେ, ଆଜି ବହୁତ ଆନନ୍ଦିତ ହେଇଛି ଏଇ ପଖାଳ ଦିବସରେ। ଧନ୍ୟବାଦ।